ସକାଳୁ ସକାଳୁ ମୋର ମାଉସୀ ଶାଶୁଙ୍କ ପୁଅ ମୋର ଦିଅର ହେବେ ଆଜି ଆମର ଘରକେ ଆସିଛନ୍। ବାପା ତ ଦାଣ୍ଡ ପଟରେ ବସିଥିଲେ, ତାଙ୍କନେ କଥାବାର୍ତ୍ତା ହେଇକି ଘରକେ ଆସିଲେ। ମୁଇଁ କହିଲି ଆସ ଚକୁଳି ଟିକେ ଖାଇଦିଅ, ଛୁଆମାନେ ଖାଉଛନ୍। ସେମାନେ କହିଲେ ନାଇଁ ଭାଉଜ ଖାଲି ପାଣି ଟିକେ ଦିଅ ପିଇକି ଆର୍ ଗୋଟେ ଜାଗାରେ କାମଟେ ଅଛେ ଯିବି। ଆମର ସମସ୍ତଙ୍କନେ କଥାବାର୍ତ୍ତା ହେଲେ। ମୃତାୟ ଖବରଟେ କହି ଆସିଥିଲି, ଖବର ପାଇଲ କହିକି ସେମାନେ ଗଲେ। ତାରପରେ ବେଳାରେ ଆମର ଗାଁର ଜଣେ ମାମୁଁ ବାପାଙ୍କୁ ଡାକି ଆସିଥିଲେ। କାହିଁ ଲାଗି ତାଙ୍କର ଭାଇଙ୍କ ଝିଅ ଗୁଆ ନଡ଼ିଆ ଧରାଯିବା ଯେ। ବାପା ବାହାରିକି ତାଙ୍କର ଘରକେ ଗଲେ। ଆମର ଗାଁ ଗହଲି ଆଖରେ ତ ନିର୍ବନ୍ଧ କରାଯାଉ ବା ଗୁଆ ନଡ଼ିଆ ଧରାଯାଉ ବୟସ୍କ ଲୋକମାନଙ୍କୁ ଡକାଯାଏସି। ସେନେ ବୟସ୍କ ଲୋକମାନେ ସବୁ ଟୁଟା ବଢ଼ା କଥାବାର୍ତ୍ତା କରସନ୍। ହେଥିଲାଗି ବାପା ତାଙ୍କର ଘରକେ ଯାଇଛନ୍। ନାନୀ ତ ଆଜି ଆମର ଘରକେ ଆସୁଛନ୍, ମୋର ସ୍ୱାମୀ ତାଙ୍କୁ ନେଇ ଯାଇଛନ୍। କଖାରୁ ବଡ଼ି ପକେଇବି ଯେ ମୁଇଁ ବିରି ଡାଲି ଟିକେ ଧରିକି ଆସିବ କହିଥିଲି। ସେମାନେ ସବୁ ଦୋକାନରୁ କିଣି ଧରିକି ଘରକେ ଆସିଲେ। ମୁଇଁ ନାନୀଙ୍କୁ ମୁଣ୍ଡିଆ ମାରି ତାଙ୍କର ବେଗ ନେଇକି ରଖିଦେଲି। ନାନୀ ବାପାଙ୍କୁ ମୁଣ୍ଡିଆ ମାରି କଥାବାର୍ତ୍ତା ହେଲେ। ରହିଲି, ଜୟ ଜଗନ୍ନାଥ।